ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଅରକ୍ଷିତ ଭୋଇ। କଳାହାଣ୍ଡି ଜିଲ୍ଲା ଉପାନ୍ତ ଅଞ୍ଚଳ ମରାମପୁର ବ୍ଲକ ଗୋଛାଣ୍ଡେଗେନ ପଞ୍ଚାୟତ ତାଲକୁଣା ଗ୍ରାମର ଅରକ୍ଷିତ ଭୋଇଙ୍କ ସୁଦୂର ତାମିଲନାଡୁରୁ ମର ଶରୀର ପହଞ୍ଚିଛି। ଆଖିରେ ସ୍ୱପ୍ନ, ଛାତିରେ ଅନେକ ଯନ୍ତ୍ରଣା। ଆଖିର ଲୁହକୁ ପାଟିରେ ଦେଇ ଅରକ୍ଷିତ ଭୋଇ ତାଙ୍କ ପରିବାର ଧରି ତାମିଲନାଡୁକୁ ଦାଦନ ଖଟିବାକୁ ଗତ 6 ମାସ ତଳେ ଯାଇଥିଲେ। ସେଠାରେ ଦାଦନ ଖଟି ଖଟି ପରିବାର ପ୍ରତିପୋଷଣ କରୁଥିଲେ। ସାଙ୍ଗରେ 2 ପୁଅ ଓ ସ୍ତ୍ରୀ। ଅରକ୍ଷିତ ବେଶ ହସ ଖୁସିରେ ଆଶା ନେଇ ଚରୁଥିଲେ। ସେଠାରେ ହଠାତ୍ କଳାବାଦଲ ମାଡ଼ି ଆସିଲା ଭଳି ମାଡ଼ି ଆସିଲା ଅରକ୍ଷିତଙ୍କ ମୃତ୍ୟୁ। ତାମିଲନାଡୁ ସ୍ଥିତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ସମୟରେ ଅରକ୍ଷିତଙ୍କ ମୃତ୍ୟୁ ଘଟିଲା। ଗରିବ ପରିବାର ହୋଇଥିବାରୁ ଅରକ୍ଷିତଙ୍କ ସ୍ତ୍ରୀ ଓ 2 କୁନି କୁନି ପିଲା କିଛି ବୁଝିପାରିଲେ ନାହିଁ, ସ୍ତବ୍ଧ ହୋଇଗଲେ। ଘରୋଇ କମ୍ପାନୀର ମାଲିକ ଏକ ଆମ୍ବୁଲାନ୍ସ ଯୋଗେ ଶବକୁ ଏବଂ ତାଙ୍କ ପରିବାରର ଲୋକଙ୍କୁ ଘରକୁ ପଠାଇ ଦେଇ ଦାୟିତ୍ୱ ସାରି ଦେଇଥିଲେ ଏବଂ ତାଙ୍କ ପରିବାର କହିଲେ ସ୍ତ୍ରୀ ଅମୃତ ଭୋଇ ଏବଂ 2 ପୁଅ ମାନସ ଭୋଇ ଓ ଚୈତନ୍ୟ ଭୋଇ। ଚଳିବା ପାଇଁ କିଛି ନାହିଁ। ପାଠ ପଢ଼ିବା ବୟସରେ ମାତା ପିତାଙ୍କ ସହ ଦାଦନ ଖଟି ବାପାଙ୍କ ଶବ ଧରି ଗାଁକୁ ଫେରି ମ୍ରିୟମାଣ ହୋଇ ପଡ଼ିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ସରକାର ଏତେ ଗୁଡ଼ାଏ ଯୋଜନା କରୁଥିଲେ ମଧ୍ୟ ଦାଦନ ଖଟି କରି ଶେଷରେ ଅନ୍ୟ ରାଜ୍ୟକୁ ଶବ ହୋଇ ଗାଁକୁ ଫେରୁଛନ୍ତି। ଏଭଳି ଖବର ପାଇ ପ୍ରଶାସନ କି ରାଜନେତାମାନେ ନୀରବ ରହିଛନ୍ତି। ଶବ ଆଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେଣୁକରି କିଛି ଭଲ ଭାବରେ ଦାଦନ ଶ୍ରମିକମାନଙ୍କୁ ନିଜ ଗାଁରେ କାମ ଯୋଗାଇ ଦେବେ, ସେ ଉପରେ ବ୍ଲକ ପ୍ରଶାସନ ଦୃଷ୍ଟି ଦେବା ସହ ପରିବାର ପ୍ରତିପୋଷଣ ପାଇଁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଅମୃତ ଭୋଇ, ପିତ ଭୋଇ, କ୍ଷେତ୍ରମୋହନ ପ୍ରଧାନ ତଥା ଜନମହଲରେ ମଧ୍ୟ ଦାବି ହେଉଛି। ତାମିଲନାଡୁ କେତେ ଜଣ ଯାଇଥିଲେ? 4 ଜଣ। କାଁ କରବାର୍ ଲାଗି ଯାଇଥିଲେ? କାମ କରବାର୍ ଲାଗି ଯାଇଥିଲି। ସେ କେନ୍ତାରେ ମରିଗଲେ କହ? ଏନ୍ତା କାମ କଲା ଜାଗାରେ ତ ମରିଗଲି ଆଉ। ଯିଏ ମରିଗଲେ ଆପଣ କାଁ ବସନ୍ ଭାଇ କେନ୍ତା କରି ମରିଗଲା ବୋଲି ଶୁଣିଲି। ଆମେ ସେନୁ ଯେତେବେଳେ ପଠାଲେ ଆମ ଠାନକି ଆମେ ଜାଣିନୁ ଯେ ତମର ଭାଇଟା ମରିଗଲା। କେନେ ମଲା ନାଇଁ, ଯେନେ କାମ କରୁଥିଲା ସେନେ ମଲା ବୋଲିକରି ଆମେ ଜାଣିପାରୁନୁ। ସରକାର କାଣା ଚାହିଁବେ, କାଣା କହିବେ? ସରକାର କିଛି ସହଯୋଗ କରବାର୍ ଲାଗି ଆମେ କହୁଛୁ। କାଣା କାଣା ହେଇକରି ମରିଗଲେ? कंपनी वाला काना देला कि तुम कहीं काम करी वर्तमान तुम सरकार पाके काना निवेदन करूछ? କ୍ଷେତ୍ରମୋହନ ପ୍ରଧାନ, ତାଲକୁଣା ଗ୍ରାମବାସୀ, ଗୋଛାଡେଗେନ ଜିପି, ରାମପୁର ବ୍ଲକ, କଳାହାଣ୍ଡି ଜିଲ୍ଲା। ଆମର ଇ ଗାଁର ଭାଇ ଇ ମାଟିର ପିଲା ଯେତେବେଳେ ଦାଦନ ଖଟବାର୍ ଲାଗି ତାମିଲନାଡୁ ଗଲା, ଇନେ ଗ୍ରୁପ ଲୋନ ଅନେକ ଲାଗିଥିଲା। ତ ମୁଇଁ ଶୁଣବାକେ ପାଉଥିଲି 3-4ଟା ଗ୍ରୁପ୍ରୁ ଏ ଆଟାଚ୍ ହେଇଥିଲା। ପଇସା ଅନେକ ଲାଗିଥିଲା। ସେ ତାର ପରିବାର ଧରିକି ତାମିଲନାଡୁ ଯାଇଥିଲା ଦାଦନ ଖଟବାର୍ ଲାଗି। ତ ସେ ବିଷୟରେ ସେନେ ଦାଦନ ଖଟଲା ପିରିୟଡ଼ରେ ସେନେ କାମ କଲା ସମୟରେ ସେ ମରବାର ଖବରଟା ପାଇଛୁ ଆମେ। ସେନୁ ଯାହା ହେଇଛି ତାର ଭିତରେ ସେଥିଲାଗି ସରକାରକେ ଆମେ ଦାବି ରଖୁଛୁ। ଗ୍ରାମବାସୀ ହିସାବେ, ଗ୍ରାମର ପିଲା ହିସାବେ, ଯେହେତୁ ଗରିବ ନିରୀହ ଲୋକ ଦାଦନ ଖଟି ଯାଇଥିଲା, ତାର ଲାଗି କିଛି ସାହାଯ୍ୟ ସହାୟତା କରିବେ ବୋଲି ଆମର ଗ୍ରାମବାସୀଙ୍କର ଅଭିଯୋଗ, ଆପତ୍ତି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ପ୍ରୟାସ।